ଜୟ ଜଗନ୍ନାଥ। ଯଦି ପ୍ରତ୍ୟେକ କଥାରେ ଆପଣମାନେ ଚିନ୍ତା କରୁଛନ୍ତି, ବୁଝିବାକୁ ହେବ ଯେ ଚିନ୍ତା ଆପଣମାନଙ୍କୁ କମଜୋର କରିଦେବ ନାହିଁ, ଆପଣ ଭବିଷ୍ୟତକୁ ଭାବି କେତେ ଡରି ଯାଇଛ ତା ଦର୍ଶାଇ ଦେଉଛି। ଆପଣମାନେ ଯେଉଁ କଥା ଭାବି ଡରି ଯାଉଛନ୍ତି ସେ ଘଟଣା ଘଟି ହିଁ ନାହିଁ, ଆଉ ଯେଉଁ କଥା ଭାବି ଦୁଃଖ କରୁଛନ୍ତି ସେ ଘଟଣା ବିତି ସାରିଛି। ଯେଉଁ ସମୟ ବିତି ସାରିଛି ସେ ଆସିପାରିବ କି? ଆଉ ଯେଉଁ ସମୟ ଆସିନାହିଁ ତାକୁ ଆପଣମାନେ ଧରିପାରିବେ କି? ତେବେ ଆଜିକୁ କାହିଁକି ନଷ୍ଟ କରୁଛ? ମନକୁ କାହିଁକି ବୋଝ ଭଳିଆ କରୁଛ? କାହିଁକି ଜୀବନକୁ ଜଳଉଛ? ତୁମେମାନେ ହସୁଛ, ତୁମେମାନେ କଥା କହୁଛ, ଭିତରେ ଭିତରେ ଥକି ଯାଇଛ। ଆଖିର ଚମକ ନାହିଁ, ଆତ୍ମା ଥକି ପଡ଼ିଛି। ଏ ଥକାପଣ ପରିଶ୍ରମ କରିକି ଆସିନାହିଁ, ଚିନ୍ତା କରିକି ଆସିଛି। ଏହା ହେବ ତ କ'ଣ ହେବ, ଏହା ହେବ ନାହିଁ ତ କ'ଣ ହେବ, କହିଦେବି ତ କ'ଣ ହେବ, କ'ଣ କହିବାକୁ ହେବ, କହିଲେ କ'ଣ ହେବ, କହିଦେଲି ସେ କ'ଣ ଭାବିଥିବ, ହାରିଯିବି ତ କ'ଣ ହେବ। ଆରେ ମନୁଷ୍ୟ, ଯାହା ହେବ ହେବ, ଯାହା ହେଇଛି ତମେ କ'ଣ ତାକୁ ଚିନ୍ତା କରିକି କମ୍ପ୍ଲିଟ୍ କରିଛ? କର୍ମ କରିକି ଭାଗ୍ୟ ବଦଳେ, ଚିନ୍ତା କଲେ କର୍ମ କମଜୋର ହୋଇଯାଏ। ତୁମେ ଚିନ୍ତା କରିକି କର୍ମକୁ କମଜୋର କରୁଛ, ଦୁର୍ବଳ କରିଦେଉଛ। ତମେ ଡରକୁ ଏତେ ବଡ଼ କରିଦେଉଛ ଯେ ତୁମର ସାହସ ଟିକିଏ ଛୋଟିଆ ପଡ଼ିଯାଉଛି। ଡର ଥାଏ ଭବିଷ୍ୟତରେ, ଶକ୍ତି ଥାଏ ବର୍ତ୍ତମାନରେ। ତୁମେ ବର୍ତ୍ତମାନକୁ ଛାଡ଼ି ଭବିଷ୍ୟତ ପଛରେ ଦୌଡ଼ୁଥିବାରୁ ତୁମେ ଦୁର୍ବଳ ହୋଇଯାଉଛ। ଆଚ୍ଛା କହିଲ, ସୂର୍ଯ୍ୟ ଯେତେବେଳେ ସକାଳୁ ପୂର୍ବ ଦିଗରେ ଉଠୁଛି, ଆପଣମାନଙ୍କ ତାକୁ ଟେକିକି ଉଠାଉଛନ୍ତି? ତେବେ ଜୀବନର ପ୍ରତ୍ୟେକ ମୋଡ଼ର ହିସାବ କ'ଣ ପାଇଁ ଦରକାର? ପ୍ରତ୍ୟେକ ଭବିଷ୍ୟତର ରାସ୍ତା ଆଗରୁ ଠିକ୍ କରିକି ରଖିବା କ'ଣ ପାଇଁ ଆବଶ୍ୟକ? କ'ଣ ଆବଶ୍ୟକ? ଜୀବନ ଗୋଟିଏ ସିଧା ସରଳ ରେଖା ନୁହେଁ, ଗୋଟିଏ ବହିବା ନଦୀ। ଯିଏ ବହିବାଟାକୁ ବୁଝିବ ସିଏ ପାର ହୋଇପାରିବ। ଯିଏ ପଥର ଭଳିଆ ପଡ଼ିକି ରହିବ ସେ ଚୂନା ହୋଇଯିବ। ତମେ କହୁଛ ମନ ଅଶାନ୍ତ। ମନ କାହିଁକି ଅଶାନ୍ତ ହେବ? ମନକୁ ତମେ ସବୁ ଶିଖେଇଛ, ଅଶାନ୍ତ କରିବା ଶିଖେଇଛ। କିଏ ଯଦି କ'ଣ କହିଦେଉଛି ମନ ହଲି ଯାଉଛି, କିଏ ଯଦି ସାଙ୍ଗ ଛାଡ଼ି ଦେଉଛି ହୃଦୟ ଭାଙ୍ଗି ଯାଉଛି, କିଏ ଯଦି ଆଗକୁ ବଢ଼ୁଛି ମନ ଭିତରେ ଈର୍ଷା ହେଉଛି, ମନ ଜଳୁଛି। ଆଚ୍ଛା କହିଲ ଦେଖି, ଏ ମନ ତୁମର ନା ଆଉ କାହାର? ଯେଉଁଦିନ ତୁମେ ମନକୁ ନିଜ ନିୟନ୍ତ୍ରଣରେ ରଖିପାରିବ ସେଇଦିନ ଜୀବନକୁ ଜୟ କରିପାରିବ। ଚିନ୍ତା ହାର ମାନିଯିବ। ଚିନ୍ତା ବାହାରୁ ଜନ୍ମ ନିଏ ନାହିଁ, ଚିନ୍ତା ଆମମାନଙ୍କ ନିଜ ଭିତରୁ ଜନ୍ମ ନିଏ। ରାଜା କରଇ ରାଜ୍ୟ ଜୟ, ଯୋଦ୍ଧା କରଇ ରଣ ଜୟ, ଆପନା ମନକୁ ଯୋ ବଶ କରଇ ସିଏ ସବୁଠାରୁ ଶ୍ରେଷ୍ଠ, ତୁଳସୀଦାସ କହିଛନ୍ତି। ତେଣୁ ସହିବା ଶିଖ। ସହିବା ଶିଖିଲେ ହାରିବା ଭୁଲିଯିବ। ଜୀବନରେ ଯେଉଁ କଠିନ ସମୟ ଆସିଛି ତମକୁ ଭାଙ୍ଗିବାକୁ ନୁହଁ, ତମକୁ ଗଢ଼ିବାକୁ। ଏଭଳି ସମୟ ଆସିନଥିଲେ ତୁମର ବଳ ପଦାକୁ ବାହାରି ନଥାନ୍ତା, ତୁମର ତାକତ ଜଣାପଡ଼ିନଥାନ୍ତା। ସବୁବେଳେ ଅଶାନ୍ତ କହୁଛ, ସବୁକିଛି ମୋ ଖିଲାପରେ ଯାଉଛି କାହିଁକି? କିଛି ତୁମ ପକ୍ଷରେ ତ ହେଉଅଛି। ଯେଉଁମାନେ ଚାଲିଗଲେ ସେମାନେ ତୁମକୁ ହାଲକା କଲେ, ଯେଉଁ କଷ୍ଟ ଆସିଲା ସେଥିରେ ତୁମେ ମଜବୁତ ହେଲ, ଭାଙ୍ଗି ପଡ଼ିବା ଭିତରେ ତୁମେ ସଚୋଟ ହେଲ। ଯେଉଁ କଥାକୁ ଦଣ୍ଡ ବୋଲି ଭାବୁଛ ସେଗୁଡ଼ା ଦଣ୍ଡ ନୁହେଁ, ତୁମର ପ୍ରଶିକ୍ଷଣ। ତମେ କେତେବେଳେ ବି ଅକେଲା ନୁହଁ। ଯେତେବେଳେ ତମେ ଭାଙ୍ଗି ପଡ଼ୁଛ ସେତେବେଳେ ଭଗବାନ ତାକୁ ବିଶ୍ୱାସ ଦେଉଛନ୍ତି। ଯେତେବେଳେ ତମେ ଶୋଇକି ତକିଆରେ କାନ୍ଦୁଛ ସେତେବେଳେ ଭାବୁଛ କେହି ଦେଖୁନାହାନ୍ତି, ସିଏ ପ୍ରତ୍ୟେକ ଲୁହ କଣିକାର ହିସାବ ରଖୁଛନ୍ତି। ଯେତେବେଳେ ତୁମର ବିଶ୍ୱାସ ତୁଟି ଯାଉଛି ସେତେବେଳେ ମଧ୍ୟ ତୁମକୁ ସିଏ ବିଶ୍ୱାସ କରୁଛନ୍ତି। ତେବେ ଡର କ'ଣ ପାଇଁ? ଚିନ୍ତା କ'ଣ ପାଇଁ? ତମେ ଭାବୁଛ ମୁଁ ଯଦି ସଫଳ ନ ହେବି, ଆରେ ଅସଫଳତାର କ'ଣ କେଉଁଠି କୌଣସି ଶେଷ ନାହିଁ? ଏହା ଦିଗ ବଦଳେଇବାର ସଂକେତ। ଯିଏ ପଡ଼ିନାହିଁ ସେ ଚାଲିନାହିଁ, ଯିଏ ଝୁଣ୍ଟି ନାହିଁ ସେ ଶିଖି ନାହିଁ। ତୁମେ ପ୍ରତ୍ୟେକ ଅସଫଳତାକୁ ଶେଷ ବୋଲି ଭାବୁଛ, ସେଥିପାଇଁ ଡରି ଯାଉଛ। ଆଜି ଯେଉଁଟା ଭାରି ଭାରି ଲାଗୁଛି କାଲି ସେଟା ହାଲକା ହେଇଯିବ। ସେଥିପାଇଁ ଚିନ୍ତା କର ନାହିଁ। ଚିନ୍ତା ତମର ବର୍ତ୍ତମାନକୁ ଖାଇ ନଷ୍ଟ କରିଦେଉଛି। ଗୋଟିଏ ଲମ୍ବା ନିଶ୍ୱାସ ନିଅ, କୁହ ଯେଉଁଟା ମୋର ଅକ୍ତିଆରେ ଅଛି ତାକୁ ମୁଁ ଇମାନଦାର ଭାବେ କରିବି, ଆଉ ଯେଉଁଟା ମୋ ଅକ୍ତିଆରେ ନାହିଁ ସେଟା ଭଗବାନଙ୍କ ଉପରେ ଛାଡ଼ିଦେବି। ଏହା ସନ୍ତୁଳନ, ଏହା ଜୀବନର ରହସ୍ୟ। ଚିନ୍ତା ଯେତେବେଳେ ମନ ଉପରେ କବ୍ଜା କରିଦେବ ସେତେବେଳେ ଭିତରୁ ଉଇ ଖାଇଲା ଭଳିଆ ଖାଇ ଖାଇ ଖୋଳ କରିଦେବ।
ହସ ଦେଖୁଥିବେ, ଆତ୍ମାର ଚିତ୍କାର କେହି ଶୁଣିପାରୁନଥିବେ। ସବୁଠାରୁ ଥକି ପଡ଼େ ସିଏ ଯେ ପ୍ରତ୍ୟେକ କଥାକୁ ହୃଦୟରେ ରଖିଦିଏ। ସେଥିପାଇଁ କୌଣସି କଥାକୁ ଧରିବ ନାହିଁ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ମନୁଷ୍ୟ ଅଧିକା ଡର ସେଇ କଥାରେ ରଖେ ଯେଉଁ କଥା ଘଟି ହିଁ ନାହିଁ। ଭବିଷ୍ୟତର ଡର, ଲୋକ କ'ଣ ଭାବିବେ, ପରିଣାମର ଡର। ସତ କଥା ହେଲା, ଯେଉଁ ସମୟ ଆସିନାହିଁ ସେ ବର୍ତ୍ତମାନକୁ କ'ଣ ବିଗାଡ଼ି ଦେଇପାରିବ। ତେଣୁ ଆଜିକି କ'ଣ ପାଇଁ ଖରାପ କରିବା। ଚିନ୍ତା ଦ୍ୱାରା କେତେ କେତେ ପରିବାର ନଷ୍ଟ ହୋଇଯାଉଛି, କେତେ ହସିଲା ଖେଳିଲା ସଂସାର ଉଜୁଡ଼ି ଯାଉଛି। ତେଣୁ ଚିନ୍ତା କଲେ ଆମେ ଆମର କର୍ମଶକ୍ତି ଭୁଲିଯିବା। କର୍ମ ମଜବୁତ ହେଲେ ଭାଗ୍ୟ ନଇଁଯାଏ। ତେଣୁ ନିଜର ପ୍ରୟାସକୁ ବଡ଼ କର। ଯିଏ ମନରୁ ଡରଟାକୁ ସମ୍ପୂର୍ଣ୍ଣ ଭାବେ କାଢ଼ିପାରିବ, ସେ ହିଁ ପ୍ରକୃତରେ ଜୀବନକୁ ଭଲ ଭାବରେ ଏନ୍ଜୟ କରି ବଞ୍ଚିପାରିବ। ମନକୁ ଏ ଅଭ୍ୟାସ କେବେଠାରୁ ହେଲାଣି, ସେ ଆରମ୍ଭରୁ ହାରିଯାଉଛି। ବର୍ତ୍ତମାନ ରାସ୍ତା ଆରମ୍ଭ ହେଇନାହିଁ, କିନ୍ତୁ ଥକି ପଡ଼ୁଛି ମନ ଥକି ପଡ଼ୁଛି। ସଂଘର୍ଷ ଆସିନାହିଁ, ଆଖିରୁ ଲୁହ ଗଡ଼ିଲାଣି। ଯେଉଁ ବ୍ୟକ୍ତି ଆରମ୍ଭରୁ ଭାଙ୍ଗିଯାଏ, ତାକୁ ଶତ୍ରୁମାନେ ଆଉ ଭାଙ୍ଗିବାକୁ ଦରକାର ମନେ କରିବେ କି? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଲୋକ କ'ଣ କହିବେ ଏଇ କଥା ଭାବି ଅନେକ ଲୋକ ତାଙ୍କ ସ୍ୱପ୍ନ ଆଉ ଇଚ୍ଛାକୁ ହୃଦୟ ଭିତରେ ମାରି ଦେଉଛନ୍ତି। ଆଜି ଯେଉଁମାନଙ୍କ କଥା ଭାବି ତମେମାନେ ଡରୁଛ, ସେଇ ଲୋକମାନେ ଭିଡ଼ ଭିତରେ ତୁମକୁ ଦଳିଦେବେ। ସେଥିପାଇଁ ଆପଣମାନଙ୍କର ଲକ୍ଷ୍ୟ ଲୋକଙ୍କ ଭାବନାରେ ସ୍ଥିର କର ନାହିଁ। ଯିଏ ନିଜ ଉପରେ ବିଶ୍ୱାସ ରଖେ ସେ ଇତିହାସ ରଚନା କରେ। ମନକୁ ଅସ୍ଥାୟୀ ଜିନିଷରେ ବାନ୍ଧ ନାହିଁ। ଚିନ୍ତା ଏହି ଶିକ୍ଷା ଦିଏ, ସବୁକିଛି ନିୟନ୍ତ୍ରଣରେ ରହିବା ଜରୁରୀ। ଆଚ୍ଛା, ମଣିଷ ଜୀବନ ନିୟନ୍ତ୍ରଣରେ ଚାଲେ ନାହିଁ, ସନ୍ତୁଳନରେ ଚାଲେ, ବାଲାନ୍ସରେ ଚାଲେ। ଆପଣମାନେ ଭାବୁଛନ୍ତି ସବୁକିଛି ସାଙ୍ଗେ ସାଙ୍ଗେ କାହିଁକି ଠିକ୍ ହେଇଯାଉନାହିଁ। ଆରେ ମଞ୍ଜି ପୋତୁ ପୋତୁ କ'ଣ ଗଛ ହୋଇକି ଫଳ ଧରିକି ଖାଇବା ହେଇଯାଏ? ଏଥିପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିଥାଏ। ଆଉ ଯିଏ ଧୈର୍ଯ୍ୟ ନ ଧରିକି ଚିନ୍ତା କଲା, ସେ ସବୁବେଳେ ମଞ୍ଜିକି ଖୋଳିବା ସଙ୍ଗେ ସମାନ। ବାରମ୍ବାର ଯଦି ମାଟି ଖୋଳିକି ଆମେ ମଞ୍ଜିକି ଦେଖିବା, ମଞ୍ଜି କ'ଣ ଗଜା ହେବ? ଆଜିର କଷ୍ଟ କାଲିର ପରିଚୟ ଦେବ। ଆଜିର ଅକେଲାପଣ କାଲି ପରିଚୟ ସୃଷ୍ଟି କରିବ, ଆତ୍ମନିର୍ଭର କରିବ। ଏଥିପାଇଁ ତୁମେ ତୁମର ସଂଘର୍ଷ ଠାରୁ ଡରିବା ବନ୍ଦ କର। ଯେତେବେଳେ ଛୋଟ କଥା ପାହାଡ଼ ଭଳି ଠିଆ ହେଉଛି, ଜାଣିବ ଯେ ମନର ଆଉ ଭରସା ପାଉନାହିଁ। ଯେଉଁଦିନ ଭରସା ତୁଟିଯିବ, ସେଇଦିନ ଚିନ୍ତା ଜନ୍ମ ହେବ। ଚିନ୍ତା କୌଣସି ମଣିଷର ଦୁର୍ବଳତାରୁ ସୃଷ୍ଟି ହୁଏ। ଏଥିପାଇଁ ବାହାରର ପରିସ୍ଥିତି ବଦଳିବା ପୂର୍ବରୁ ଭିତରେ ତୁମର ଲକ୍ଷ୍ୟ ସ୍ଥିର ରଖ, ଧୈର୍ଯ୍ୟ ଧର। ଯିଏ ଆଜି ପର୍ଯ୍ୟନ୍ତ ସମ୍ଭାଳିଛି, ସିଏ ଆଗକୁ ମଧ୍ୟ ସମ୍ଭାଳିବ। ବିଶ୍ୱାସ ରଖ, ଭରସା ରଖ। କାଲି ବି ନିଶ୍ୱାସ ଆପଣା ଛାଏଁ ଚାଲିଥିଲା, ଆଜି ବି ଚାଲୁଅଛି। କାଲି ବି ଆପଣା ଛାଏଁ ରାସ୍ତା ଖୋଲି ଯାଉଥିଲା, ଆଗକୁ ବି ଆପଣା ଛାଏଁ ରାସ୍ତା ଖୋଲିଯିବ। ଆଗେ ଯେଉଁ ଶକ୍ତି ତୁମକୁ ବିପଦରୁ ଉଦ୍ଧାର କରୁଥିଲା, ଭବିଷ୍ୟତରେ ବି ସେହି ଶକ୍ତି ବିପଦରେ ଉଦ୍ଧାର କରିବ। ସବୁବେଳେ ହିସାବ କରୁଛ, କେତେ କମେଇଛ, କେତେ ରଖିଛ। ତୁମେ କାହିଁକି ଭାବୁନା, ସବୁଠାରୁ ବଡ଼ ତୁମ ଜୀବନ ତୁମ ପାଖରେ ଅଛି। ବୁଦ୍ଧି ଅଛି, ବିବେକ ଅଛି, ଆଗକୁ ବଢ଼ିବା ପାଇଁ ଯଥେଷ୍ଟ ସମୟ ଅଛି। ଯିଏ ମନକୁ ସନ୍ତୋଷ ଶିଖେଇ ପାରିଲା, ସିଏ ସବୁଥିରେ ଶାନ୍ତି ପାଇପାରିଲା। ସବୁକିଛି ଏକା ସାଙ୍ଗରେ ଠିକ୍ ହୋଇଯାଏ ନା। ସବୁକିଛି ଏକା ସାଙ୍ଗରେ ଠିକ୍ ହେଇଯିବା କଥା ଚିନ୍ତାକୁ ଜନ୍ମ ଦିଏ। ଜୀବନ ଜଜବାଜି ଶିଖାଏ ନାହିଁ, ଜୀବନ ଧୈର୍ଯ୍ୟ ଶିଖାଏ। ଯିଏ ଧୈର୍ଯ୍ୟ ଧରେ ନାହିଁ, ସେ ଶୀଘ୍ର ଭାଙ୍ଗି ପଡ଼େ। ଶ୍ରୀକୃଷ୍ଣ କହୁଛନ୍ତି, ତୁମେ କଦାପି ଭାବ ନାହିଁ ତୁମେ ଦୁର୍ବଳ ବୋଲି। ଯଦି ତୁମେ ଦୁର୍ବଳ ହେଇଥାନ୍ତ, କେବେଠାରୁ ଭାଙ୍ଗି ପଡ଼ିଥାନ୍ତ। ଆଜି ବି ତୁମେ ଠିଆ ହେଇଛ ଆଗ ଭଳି। ଏହାର ଅର୍ଥ ଭିତରଟା ବହୁତ ମଜବୁତ। ଏହି ଶକ୍ତି ତୁମକୁ ଖୁବ୍ ଆଗକୁ ନେଇଯିବ। ତାଙ୍କ ଉପରେ, ସେ ଶକ୍ତି ଉପରେ ବିଶ୍ୱାସ ରଖ। ମନକୁ ବାରମ୍ବାର ମନେ ପକାଇ ଦିଅ, ସବୁ ରାତି ପରେ ସକାଳ ଆସୁଛି, ସବୁ ଦୁଃଖ ପରେ ସୁଖ ଆସୁଛି, ସବୁ ଲୁହ ପରେ ଖୁସି ଆସୁଛି, ସବୁ ଅନ୍ଧାର ପରେ ଆଲୋକ ଆସୁଛି। କେମିତି ଆମେ ମାନି ନେଇଯିବା ଏଇଥର ଲାଷ୍ଟ ବୋଲି? ଯେତେବେଳେ କେହି ତୁମ ସାଙ୍ଗରେ ଦେଖାଯାଆନ୍ତି ନାହିଁ, ସେତେବେଳେ ବି ଶକ୍ତି ତୁମ ପାଖରେ ଥାଏ। ସେଥିପାଇଁ ମନକୁ ଏ ଭ୍ରମ ଦିଅ ନାହିଁ ତୁମର ସାହାରା କିଛି ନାହିଁ ବୋଲି। ଯିଏ ବାରମ୍ବାର ଭାବେ, ସେ ଅଧିକା ଥକି ପଡ଼େ, ଆଉ ଶୀଘ୍ର ହାର ମାନିଯାଏ। ସବୁକିଛିର ପ୍ରଶ୍ନର ଉତ୍ତର ସାଙ୍ଗେ ସାଙ୍ଗେ ମିଳିବ ନାହିଁ, ଏ ସମୟ ଉପରେ ଛାଡ଼ିଦେବାକୁ ହେବ। ମଣିଷ ଚିନ୍ତା ଏଥିପାଇଁ କରେ, ଫଳାଫଳକୁ ନିଜ ହାତ ମୁଠାରେ ରଖିବା ପାଇଁ। ଯାହା ଭାବୁଛି ସେଇଆ ହିଁ ହେଉ, ଯେମିତି ଭାବୁଛି ସେମିତି ହେଉ। ଜୀବନ କାହାରି ଯୋଜନା ଉପରେ ଚାଲେ ନାହିଁ। ଜୀବନ ତୁମକୁ ପରଖିବ, ତରସିବ, ଦେଖିବ,
ଆଉ ଭିତରୁ ମଜବୁତ କରିବା ପାଇଁ। ଫଳାଫଳ ବିପରୀତ ହେଲେ ଚିନ୍ତା ଜନ୍ମେ। ଅଧିକା ଚିନ୍ତା କଲେ ବୁଦ୍ଧି ନଷ୍ଟ ହୁଏ। ଯେଉଁ ମନ ସବୁବେଳେ ଭବିଷ୍ୟତରେ ବୁଡ଼ିକି ରହେ ସେ ମନ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ। ବର୍ତ୍ତମାନ ବିଗିଡ଼ି ଗଲେ ଭବିଷ୍ୟତ ବିଗିଡ଼ିଯିବ। ସେଥିପାଇଁ ଯେଉଁଟା ହାତରେ ଅଛି ତାକୁ ମଜବୁତି ପ୍ରଦାନ କର। ଧ୍ୟାନ ଦିଅ ଆଉ ପୁରା ସଚ୍ଚା ମନରେ ପୁରା କରିବାକୁ ଚେଷ୍ଟା କର। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ସବୁକିଛି ପଳେଇଗଲେ କ'ଣ ହେବ? ଯିଏ ନିଜକୁ ଚିହ୍ନି ପାରିଲା ତାକୁ ଛିଡ଼ା ହେବାକୁ ସମୟ ଲାଗିବ ନାହିଁ। ସମସ୍ତଙ୍କୁ ଖୁସି ଆନନ୍ଦ ଦେବା ଅର୍ଥରେ ନିଜକୁ ଭୁଲିଯିବା ଉଚିତ ନୁହେଁ। ଯିଏ ନିଜକୁ ଭୁଲିଗଲା ସେ ଅନ୍ୟମାନଙ୍କୁ ଆନନ୍ଦ ଦେଇପାରିବ ନାହିଁ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯିଏ ମଜବୁତ ଦେଖେଇ ହୁଏ ସେ ଖୁବ୍ ଶୀଘ୍ର ଭାଙ୍ଗେ। ନିଜକୁ ଦୁର୍ବଳ ମାନି ନେବା ହିଁ ଗୋଟେ ବଡ଼ ଶକ୍ତି। ଚିନ୍ତା ଛାଡ଼ିଦେବା ଅର୍ଥ ଜିମ୍ମେଦାରି ଛାଡ଼ିଦେବା ନୁହେଁ। ତୁମେ ଜିମ୍ମେଦାରି ବନ, ଏହା ଭଗବାନଙ୍କର ଇଚ୍ଛା। ଜିମ୍ମେଦାରି କର୍ମ ଶିଖାଏ, ଚିନ୍ତା ଡର ଶିଖାଏ। କର୍ମ ଉପରକୁ ଉଠାଏ, ଡର ତଳକୁ ଖସାଏ। ଏଥିପାଇଁ ଡରୁଆ ହୁଅ ନାହିଁ, ଜିମ୍ମେଦାର ହୁଅ। ଯେଉଁ ମନ ଶାନ୍ତ ରହିବା ଶିଖିଯାଏ ସେ ସବୁ ଲଢ଼େଇ ଜିତିପାରିବ। ବାହାରର ସବୁ ଲଢ଼େଇ ଭିତରେ ଜିତିବାକୁ ହୋଇଥାଏ। ଭିତରେ ହାରିଗଲେ ବାହାରେ ଜିତିବା ସମ୍ଭବ ନୁହେଁ। ଶ୍ରୀକୃଷ୍ଣ କହୁଛନ୍ତି ଆଜି ଯଦି ରାସ୍ତା ଦେଖାଯାଉନାହିଁ ତୁମେ ଭାବନା ରାସ୍ତା ସରିଗଲା ବୋଲି ସେଇଠି। ଶ୍ରୀକୃଷ୍ଣ କହୁଛନ୍ତି ଶପଥ ନିଅ, ଯେତେବେଳେ ଚିନ୍ତା ଆସିବ ସେତେବେଳେ ଭରସାକୁ ବାଛିବ, ଯେତେବେଳେ ଲୁହ ଆସିବ ସେତେବେଳେ ଧୈର୍ଯ୍ୟକୁ ବାଛିବ, ଆଉ ଝଗଡ଼ା ଝାଟିରେ ଶାନ୍ତିକୁ ବାଛିବ। ଧୀରେ ଧୀରେ ଚିନ୍ତା ଥକିଯିବ, ମନ ଘର ଧରିଯିବ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଜୀବନ ତୁମ ଖିଲାପରେ ଆସିନାହିଁ, ତୁମକୁ ପ୍ରସ୍ତୁତ କରିବାରେ ଆସିଛି। ଯିଏ ଚିନ୍ତା ଠାରୁ ଉପରକୁ ଉଠିଗଲା ସେ ଅନ୍ୟମାନଙ୍କର ସାହାରା ହୋଇକି ଠିଆ ହେଲା। ଚିନ୍ତା ଚୁପଚାପ ଜହର ବୋଳି ଦିଏ, ଭିତରେ ବସେ, ଭାବନାକୁ ପ୍ରଭାବିତ କରେ, ନିଦ ଚୋରି କରି ନେଇଯାଏ, ହସ ଛଡ଼ାଇ ନିଏ। ମଣିଷକୁ ଭାବିବାକୁ ଦିଏ ନାହିଁ ଯେ ସିଏ ବଞ୍ଚି ନାହିଁ ବୋଲି। ଖାଲି ବଞ୍ଚିବା ଲିଭଉଛି, ବାହାରୁ ଦେଖାଯାଉଛି ବଞ୍ଚିଲା ଭଳିଆ, ଭିତରେ ସବୁକିଛି ଅଟକି ଯାଇଥାଏ। ଏହା ସବୁଠାରୁ ଖତରନାକ ଅବସ୍ଥା। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେଉଁମାନେ ଭାବନ୍ତି ଆଗେ କ'ଣ କରିବା ସେମାନେ ଭୁଲିଯାଆନ୍ତି ବର୍ତ୍ତମାନ କ'ଣ କରିବାକୁ ହେବ। ସେଥିପାଇଁ ମନକୁ ଭବିଷ୍ୟତରୁ ବାହାର କରିକି ବର୍ତ୍ତମାନରେ ଲଗାଅ। ନିଜେ ନିଜର ସାଙ୍ଗ ହେବା ଶିଖ। ଆତ୍ମବଳ ହିଁ ସବୁଠାରୁ ବଡ଼ ସାହାରା। ଜୟ ଜଗନ୍ନାଥ।